ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏବେ ଚାଲନ୍ତୁ ଆମେ ଆଉ ଡେରି ନ କରି ଯଥାଶୀଘ୍ର ଈଶ୍ୱରଙ୍କର ବାକ୍ୟରେ ଆମେ କିଛି ଆଲୋଚନା କରିବା। ପ୍ରକାଶିତ ବାକ୍ୟ 3 ପର୍ବ 2 ପଦ ଟିକେ ଆମେ ପଢିଦେବା। ଜାଗ୍ରତ ଜାଗ୍ରତ ହୁଅ ହୁଅ, ପୁଣି ଲୁପ୍ତ ପ୍ରାୟ ଅବଶିଷ୍ଟ ବିଷୟ ସବୁକୁ ସବଳ କର, କାରଣ ଆମ୍ଭେ ତୁମର କର୍ମ ସବୁକୁ ଆମ୍ଭର ଈଶ୍ୱରଙ୍କ ସାମ୍ନାରେ ସିଦ୍ଧ ବୋଲି ଦେଖିନାହୁଁ। ଜାଗ୍ରତ ହୁଅ, ପୁଣି ଲୁପ୍ତ ପ୍ରାୟ ଅବଶିଷ୍ଟ ବିଷୟ ସବୁକୁ ପ୍ରବଳ କର। ଆମେ ମୋର ପ୍ରିୟମାନେ ଆମେ ଜାଗ୍ରତ ରହିବା ଦରକାର। କେମିତି ଜାଗ୍ରତ ରହିବା ଦରକାର? ଆମେ ପ୍ରାର୍ଥନାରେ ଜାଗ୍ରତ ହେବା ଦରକାର। ଆମେ ଯେତେବେଳେ ନୂଆ ନୂଆରେ ପ୍ରଭୁଙ୍କ ଆତ୍ମାକୁ ପାଇଥାଉ ସେତେବେଳେ ଅଗ୍ନିରେ ଜଳିବା ପରି ହେଇଥାଉ। ଆଉ ଧୀରେ 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 ଈଶ୍ୱରଙ୍କର ପ୍ରେମ ଆମ ମଧ୍ୟରେ ଶୀତଳ ହୋଇଯାଏ, ଯାହା ଫଳରେ ଆମେ ବେଳେ ବେଳେ ବାକ୍ୟକୁ ମଧ୍ୟ ଭୁଲି ଯାଇଥାଉ। ଆଉ ବାଇବଲ ପଢିବା ପାଇଁ ମଧ୍ୟ ଆମକୁ ନିଦ ଲାଗିଥାଏ ଆଉ ଇଚ୍ଛା ଲାଗିନଥାଏ ମୋର ପ୍ରିୟମାନେ। ସେଥିପାଇଁ ଆମେ ଏହି ଅନ୍ତିମ ଯୁଗରେ ଅନ୍ତିମ ସମୟରେ ନିଜେ ଜାଗ୍ରତ ରହିବା ଦରକାର। ପୁଣି ଲୁପ୍ତ ପ୍ରାୟ ଅବଶିଷ୍ଟ ବିଷୟ ସବୁକୁ ସବଳ କରିବା ଦରକାର। ଆମ ପାଖରେ ଯେଉଁ ପବିତ୍ର ଆତ୍ମାଙ୍କର ଶକ୍ତି ଥାଇ ଆମେ ଆତ୍ମିକତାରେ ସହିତ ଆମେ ଜଳି ଉଠୁଥିଲେ, ଈଶ୍ୱରଙ୍କର ଗୌରବ କରିବା ନିମନ୍ତେ ଉଦ୍ଯୋଗୀର ସହିତ ରହୁଥିଲେ, ଠିକ୍ ସେହିପରି ପୁନର୍ବାର ଆମେ ଜାଗ୍ରତ ହେବା ଆବଶ୍ୟକତା ଅଛି। ଆଉ ପୁନର୍ବାର ଆମେ ସେ ଲୁପ୍ତ ବିଷୟ ସବୁକୁ ସବଳ କରିବା ଦରକାର। କାରଣ ଆମ୍ଭେ ତୁମର କର୍ମ ସବୁକୁ ଆମର ଈଶ୍ୱରଙ୍କ ଛାମୁରେ ସିଦ୍ଧ ବୋଲି ଦେଖିନାହୁଁ। ମୋର ପ୍ରିୟମାନେ, ତୁମ ଈଶ୍ୱରଙ୍କ ବାକ୍ୟରେ ପରିପୂର୍ଣ୍ଣ ହୋଇକି ଅଛି ବୋଲି ଆମେ ବେଳେ ବେଳେ କହିଥାଉ, କିନ୍ତୁ ଆମେ ସମ୍ପୂର୍ଣ୍ଣ କର୍ମର ସିଦ୍ଧ ହୋଇଅଛୁ ବୋଲି ମଧ୍ୟ ଆମେ ଭାବୁଥାଉ। ମୋର ପ୍ରିୟମାନେ, ଦେଖନ୍ତୁ ଆମେ ଯାହା ବି କର୍ମ କରିଅଛୁ ନା, ତାହା ଈଶ୍ୱରଙ୍କ ଛାମୁରେ ସିଦ୍ଧ ବୋଲି ପରମେଶ୍ୱର ଦେଖୁନାହାନ୍ତି। ଆଜିକାଲିକା ଯୁଗରେ ଅନେକ ଆମେ ପାଳକମାନେ ହୋଇଥାଉ ଆଉ ଈଶ୍ୱରଙ୍କର ବାକ୍ୟରେ ପ୍ରଚାର କରିବା ପାଇଁ ଏଣେ ତେଣେ ବୁଲିଥାଉ, କିନ୍ତୁ ଯେତେବେଳେ ଆମେ ପ୍ରଚାର କରିବା ସମୟରେ ଆମକୁ କିଛି ସପୋର୍ଟ ବି ମିଳିଥାଏ। ହାଲେଲୁୟା। ଏବେ କିଛି ଖର୍ଚ୍ଚ ପାଣି ମଧ୍ୟ ଅନେକ ଦୂର ଦୂରାନ୍ତରୁ ଆମର ମିଶନାରୀ ମାନେ ମଧ୍ୟ ଆସିକି ଆମକୁ କିଛି ପଇସା ଦେଇଥାନ୍ତି। ମୋର ପ୍ରିୟମାନେ, ଦେଖନ୍ତୁ ଠିକ୍ ସେହିପରି ଏଇଟା ଗୋଟେ ବିଷୟ ଲେଖାଯାଏ, ଆମର କର୍ମ ସବୁକୁ ସିଦ୍ଧ ବୋଲି ଈଶ୍ୱରଙ୍କ ସାମନାରେ ଦେଖି ନାହାନ୍ତି। ଆମେ ଯେଉଁ କର୍ମ ଏହି ପୃଥିବୀରେ କରୁଛୁ ନା, ସେହି କର୍ମର ଫଳ ତ ଆମେ ପାଇପାରୁଛୁ। ତେବେ ଅନ୍ତିମ ଯୁଗରେ ଅନ୍ତିମ ସମୟରେ ଯେତେବେଳେ ପୃଥିବୀ ଲୋପ ପାଇଯିବ, ସେତେବେଳେ ଆମେ କ'ଣ ପୁରସ୍କାର ପାଇପାରିବା କି? ଯେଉଁ ଆମେ କାର୍ଯ୍ୟ କରୁଛୁ, ଈଶ୍ୱରଙ୍କର ସେବା କରୁଅଛୁ ବୋଲି ଆମେ କହୁଅଛୁ, ତାହାର ସେବା ତ ଏହି ସମୟରେ ହିଁ ତାହାର ଆମେ ଫଳ ପାଇଅଛୁ। ଈଶ୍ୱରଙ୍କର ରାଜ୍ୟକୁ ଆମେ ଯାଇପାରିବା ତ? ତାହା ନିଜେ ନିଜକୁ ଆମେ ପଚାରିବା ଦରକାର ଅଛି। ମୋର ପ୍ରିୟମାନେ, ଆଉ ଯେତେବେଳେ ଯୀଶୁଙ୍କର ଶିଷ୍ୟମାନେ ଥିଲେ, ସେ ଯୀଶୁଙ୍କର ଶିଷ୍ୟମାନେ କେବେ ବି ଏହିପରି ସଂସ୍ଥା ଗଠନ କରିନଥିଲେ, ଆଉ ସଂସ୍ଥାଟାର କିଛି ପଇସା ଆଶା କରିନଥିଲେ। ମୋର ପ୍ରିୟମାନେ, ସେମାନେ ନିଜେ ପରିଶ୍ରମ କରୁଥିଲେ, ଯେପରିକି ପାଉଲ ତମ୍ବୁ କାମ କରୁଥିଲେ, ଆଉ ତହିଁରୁ ଯାହା ରୋଜଗାର ହେଉଥିଲା ଈଶ୍ୱରଙ୍କର ସେବା କାର୍ଯ୍ୟ ନିମନ୍ତେ ଲଗାଉଥିଲେ। ଠିକ୍ ସେହିପରି ଆମେମାନେ ମଧ୍ୟ ନିଜେ ପରିଶ୍ରମ କରିବା ଆଉ ସର୍ବ ଜଗତକୁ ଯାଇ ଈଶ୍ୱରଙ୍କର ରାଜ୍ୟକୁ ଆମେ ପ୍ରଚାର କରିବା ଦରକାର ଅଛି। ଈଶ୍ୱରଙ୍କ ସୁସମାଚାରକୁ ଆମେ ପ୍ରଚାର କରିବା ଦରକାର ଅଛି। ଯେହେତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ କଥା କହିଲେ, ସର୍ବ ଜଗତକୁ ଯାଇ ମୋର ସୁସମାଚାରକୁ ଘୋଷଣା କର ବୋଲି କହିଅଛନ୍ତି। କି ପରମେଶ୍ୱରଙ୍କ ଇଚ୍ଛା ଥିଲା ସର୍ବ ଜଗତକୁ ଯାଇକି ପ୍ରଚାର କରିತು। ୟୁଟ୍ୟୁବ ମାଧ୍ୟମରେ ଅନେକ ଲୋକ ଦେଖନ୍ତି, ଆଉ ୟୁଟ୍ୟୁବରେ ମଧ୍ୟ ଆପଣମାନେ, ଏଥିପାଇଁ ମୁଁ ମୋର ଏହା କହିବାର ଆବଶ୍ୟକତା ଅଛି। ହାଲେଲୁୟା। ହାଲେଲୁୟା। ମୋର ପ୍ରିୟମାନେ, ଆଉ ଶେଷ ଦିନ ଏମିତି ଦିନ ହେବ, ଆଉ ପରମେଶ୍ୱର କେତେବେଳେ ଆସିବେ ଆମେ ତାହା ଜାଣିନଥାଉ। ପରମେଶ୍ୱର କେମିତି ଆସନ୍ତି? ଚୋର ପରି। ପରମେଶ୍ୱର ଚୋର ପରି ଆସିବେ, ଅନ୍ତିମ ଯୁଗରେ ଚୋର ପରି ଆସିବେ, ଆଉ ଆମେ କେହି ମଧ୍ୟ ଜାଣିନଥାଉ। ଆଉ ସେହିଦିନ ମହାଶବ୍ଦ ସହ ଆସିବେ। ତେବେ ଚାଲନ୍ତୁ ଆମେ ଆଉ ଡେରି ନ କରି 3 ପର୍ବ 10 ପଦ ଟିକେ ଆମେ ପଢିଦେବା। ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ। ସେହିଦିନ ଆକାଶ ମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ। ପୁଣି ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁ ସବୁ ଦଗ୍ଧ ହେବ। ଆମେନ୍। 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 ହାଲେଲୁୟା। ହାଲେଲୁୟା। ପ୍ରଭୁଙ୍କର ଦିନ କିପରି ଦିନ?
ଚୋର ପରି ଉପସ୍ଥିତ ହବ ପ୍ରଭୁଙ୍କର ଦିନ ଚୋର ପରି ଉପସ୍ଥିତ ହେବ ଆଉ ସେହିଦିନ ଆକାଶ ମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ ଆମେ କେବେ ବି ଭାବିନଥାଉ କି ଆକାଶ ଏହିପରି ମହାଶବ୍ଦ ସହ ଲୋପ ପାଇବ ଆଉ ଆପଣମାନେ କେବେ ବି ଏହିପରି ଶବ୍ଦ ଶୁଣି ନଥାଇ ପାରନ୍ତି ମୋର ପ୍ରିୟମାନେ ସେଥିପାଇଁ ଆମେ ନିଜେ ନିଜକୁ ସଜାଗ ରଖିବା ଆବଶ୍ୟକତା ଅଛି ଏହି ଜଗତରେ ରହିକି ଆମେ ନିଜେ ନିଜକୁ ଧନୀ ବୋଲି ଆମେ ମନେ କରିଥାଉ ଆଉ ଅନେକ ଲୋକମାନେ ପ୍ରଭୁଙ୍କର ଗୌରବ କରିବା ସତ୍ତ୍ୱେ ମଧ୍ୟ ସେମାନେ ଧୀରେ ଧୀରେ ଧନ ଲାଭ କରିଥାନ୍ତି ଆଉ ସେମାନେ ଧନୀ ହୋଇ ଅନେକ କଟାବାଡ଼ି କରିଥାନ୍ତି ଅନେକ ଗାଡ଼ି ଗୁଡ଼ାକ ମଧ୍ୟ ରଖିଥାନ୍ତି ମୋର ପ୍ରିୟମାନେ ଦେଖନ୍ତୁ ଆମେ ଯୋଉ ଦିନ ଈଶ୍ୱରଙ୍କର ରାଜ୍ୟ ଉପସ୍ଥିତ ହେବ ଆଉ ଯୋଉ ଦିନ ଶେଷ ଦିନ ହେବ ମହାନ ଶବ୍ଦ ସହ ପୃଥିବୀ ଲୋପ ପାଇବ ଆଉ ସେଗୁଡାକ ରହିବନି ଏତେ ଗରମ ଆସିବ ଏତେ ଉତ୍ତାପ ଆସିବ ମୌଳିକ ବସ୍ତୁ ଯାହାକି ଆମେ ମୋବାଇଲ ହଉ କି ଟିଭି ହଉ କି ଆଉ ଫ୍ୟାନ୍ ହଉ କି ଯାହା ବି ହଉ ଯେତେବେଳେ ତରଳିଯିବ ସେହି ସମୟରେ ଆମେ ଉତ୍ତାପ ଆମେ ସମ୍ଭାଳି ନପାରି ସେହି କଣି ପଡ଼ି ପାଉଁଶ ହେଇଯିବା ସେଇଥିପାଇଁ ଆମେ ନିଜ ନିଜକୁ ସଜାଗ ରଖିବା ଆବଶ୍ୟକତା ଆମର ପ୍ରିୟମାନେ ଆମେ ଜାଗ୍ରତ ରହିବା ଦରକାର ଅଛି ଏହି ସମସ୍ତ ବିଷୟ ଏହି ପ୍ରକାର ଲୁପ୍ତ ହେବାରୁ ଈଶ୍ୱରଙ୍କର ଯେଉଁ ଦିନରେ ଆକାଶ ମଣ୍ଡଳ ଜଳି ଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ସେହି ଦିନ ଆଗମନର ଅପେକ୍ଷା କରି ତାହା ଯେପରି ଶୀଘ୍ର ଆସିବ ଏଥିପାଇଁ ତୁମମାନଙ୍କର କିପରି ସଦାଚାରୀ ଓ ଧର୍ମାପରାୟଣ ହେବା ଦରକାର ଏବେ ଆମେ କିପରି ସଦାଚାର ଧର୍ମାପରାୟଣ କରିବା ଦରକାର ଧାର୍ମିକ ଜୀବନ ଯାପନ କାଟିବା ଦରକାର ଆମେ ଧାର୍ମିକ ଜୀବନ ଯାପନ କାଟିବା ଦରକାର ଆମେ ଅନ୍ତରାଳରେ ଅଛୁ ଆମେ ଅନ୍ତିମ ଯୁଗରେ ଅଛୁ ଆମେ ସୁବ୍ୟବହାର କରିବା ଦରକାର ଅଛି ତେବେ ଆମେ ଖାଲି ଯେ ଆମେ ବ୍ୟବହାର କରିବା ଦ୍ୱାରା ଆମେ ଧର୍ମପରାୟଣ କରିବା ଦ୍ୱାରା ଖାଲି ଯେ ଆମେ ବଞ୍ଚିବା ତାହା ନୁହେଁ ମୋର ପ୍ରିୟମାନେ ଆମେ ଅନେକ ଯେଉଁମାନେ ଈଶ୍ୱରଙ୍କର ବିଷୟକୁ ଜାଣିନାହାନ୍ତି ସେମାନଙ୍କ ଠାରେ ମଧ୍ୟ ଆମେ ପ୍ରଚାର କରିବା ଦରକାର ଅଛି ଆଉ ପ୍ରଭୁ ଗୋଟେ କଥା କହି ଆସନ୍ତି ଯେହିଜିକଲ ପୁସ୍ତକରେ ହେ ମୂର୍ଖ ଲୋକ ତୁ ଯେମିତି ମରୁଛୁ ମୋର ଯଦି ଆମେ ସେମାନଙ୍କୁ ଯଦି କହିବା ତେବେ ତାହାଙ୍କର ରକ୍ତର ପରିଶୋଧ ଆମମାନଙ୍କ ଠାରୁ ପ୍ରଭୁ ନେଇଯିବେ ମୋର ପ୍ରିୟମାନେ ସେଥିପାଇଁ ଆମେ ତ ନିଜେ ପରିତ୍ରାଣ ପାଇଅଛୁ ନିଜ ଉଦ୍ଧାର ପ୍ରାପ୍ତ ପାଇଅଛୁ ଆଉ ଅନ୍ୟମାନେ ମରିଗଲେ ଆମର କିଛି ଦୋଷ ନାହିଁ ବୋଲି କେବେ ଭାବନ୍ତୁ ନାହିଁ ତେବେ ଆମେମାନେ ମଧ୍ୟ ନିଶ୍ଚୟ ଅନ୍ୟମାନଙ୍କୁ ଆମେ କହିବା ଦରକାର ଅଛି ହାଲେଲୁୟା ସେଥିପାଇଁ ମୋର ପ୍ରିୟମାନେ ଆଉ ସମୟ ନାହିଁ ଆମେ ସମ୍ପୂର୍ଣ୍ଣ ଅନ୍ତରାଳରେ ଅଛୁ ଶୈଳର ଫାଟରେ ଅଛୁ ମୋର ପ୍ରିୟମାନେ ତେବେ ସେଇ ଶୈଳର ଫାଟରେ ଥିବାରୁ ଆମେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛୁ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଆମେ ଅଛୁ ତେବେ ସମସ୍ତେ ତ ପାଇପାରିଥିବେ କି ନା ଥରେ ପଢି ଦିଅନ୍ତୁ ସେ ପରମ ଗୀତ 2:14 ପଦ ଟିକେ ପଢି ଦିଅନ୍ତୁ ହେ ମୋର କପଟୀ ହେ ମୋର କପଟୀ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ ମତେ ତୁମ ରୂପ ଦେଖିବାକୁ ଦିଅ ମତେ ତୁମ ରୋଗ ଶୁଣିବାକୁ ଦିଅ କାରଣ ତୁମ ରୋଗ ସୁନିଶ୍ଚୟ ଓ ତୁମ ରୂପ ମନ ହେବ ଆମେନ୍ ହାଲେଲୁୟା ପ୍ରଭୁ ଯେ ଆମକୁ ଏତେ ପ୍ରେମ କରୁଅଛନ୍ତି ଏତେ ଯେ ପ୍ରେମ କରୁଛନ୍ତି ଆଉ ସେ ପ୍ରଭୁ ଜଗତକୁ ଏଡ଼େ ପ୍ରେମ କଲେ ଯେ ଆପଣ ଅଦିତ୍ୟ ପୁତ୍ରକୁ ଦାନ କଲେ ଠିକ ସେହିପରି ଆମକୁ ମଧ୍ୟ ସେମାନେ ପ୍ରଭୁ ଏତେ ପ୍ରେମ କରୁଥିବା ହେତୁ ଗୋଟେ କପଟୀ ପରି ଆମକୁ ତୁଳନା କରୁଛନ୍ତି କପଟୀ ସହିତ ଆମକୁ ତୁଳନା କରୁଛନ୍ତି ହେ ମୋହର କପଟୀ ତୁମେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ ହାଲେଲୁୟା ଆମେ କେଉଁ ସ୍ଥାନରେ ଅଛୁ ତୁମ୍ଭେ ଶୈଳର ଫାଟରେ ସେଇଟା ପୁଣି ଶୈଳ ବୋଲି ଆପଣ ମାନେ ବୁଝିପାରୁଛନ୍ତି ତ ଶୈଳ ବୋଲେ ବହୁତ ବଡ ଗୋଟେ ପଥର ଅଛି ସେ ପଥର ଫାଟି ଯାଇଛି ଆଉ ସେ ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛୁ ଶୈଳର ଅର୍ଥ ହେଲା ଯୀଶୁଖ୍ରୀଷ୍ଟ ସେ ଯୀଶୁଖ୍ରୀଷ୍ଟକୁ ଆମେ କିପରି ଧରିବା ଦରକାର ଅଛି ପୁରା ଯେ ଆମେ ଯୋଉ ଫାଟରେ ଅଛୁ ସେ ଫାଟକୁ ଦୃଢ଼ କରି ନ ଧରିଲେ ଆମେ ତାହାଙ୍କର ଗଡ଼ନ୍ତି ସ୍ଥାନରେ ଆମେ ପଡ଼ିଯିବା ନାହିଁ କି ସେଇ ଯୀଶୁଖ୍ରୀଷ୍ଟଙ୍କ ଠାରୁ ଆମେ ପୁରା ଲାଷ୍ଟ ଷ୍ଟେପରେ ଅଛୁ ଯାହାକି ଆମେ ଟିକେ ବି ଯଦି ଖସିଗଲୁ ତେବେ ସେଇ ଶୈତାନ ହାତରେ ଆମେ ପଡ଼ିଯିବା ହାଲେଲୁୟା ସେଥିପାଇଁ ଆମେ ସେଇ ଫାଟରେ ଶୈଳର ଫାଟକୁ ଆମେ ଯେପରି ଦୃଢ଼ ରୂପେ ଧରିବା ଦରକାର ଅଛି ଠିକ ସେହିପରି ଆମେ ନିଜର ମନକୁ ପରିବର୍ତ୍ତନ କରିବା ଆବଶ୍ୟକତା ଅଛି ମନ ପରିବର୍ତ୍ତନ କର କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ ବୋଲି ମଧ୍ୟ ସେଦିନ ଜହନ ପ୍ରଚାର କରୁଥିଲେ ଈଶ୍ୱରଙ୍କର ରାଜ୍ୟ ବିଷୟକୁ ନେଇକି ହାଲେଲୁୟା ମୋର ପ୍ରିୟ ମାନେ ତେବେ ଆପଣ ମାନେ ନିଜେ ନିଜେ ଚିନ୍ତା କରନ୍ତୁ ଆମେ ଅଗ୍ନିରେ ପଡ଼ିବା ଦରକାର ନା ସ୍ୱର୍ଗକୁ ଯିବା ଦରକାର ସ୍ୱର୍ଗକୁ
ମତେ ତୁମ ରୂପ ଦେଖିବାକୁ ଦିଅ, ମତେ ତୁମ ରବ ଶୁଣିବାକୁ ଦିଅ। ପ୍ରଭୁ କହନ୍ତି ତୁମ ରୂପ ମତେ ଦେଖିବାକୁ ଦିଅ। ଏତେ ଆମର ରୂପକୁ ସେ ପସନ୍ଦ କରନ୍ତି, ଆଉ ସେ ରୂପକୁ ଦେଖିବାକୁ ଦିଅ ବୋଲି କହୁଛନ୍ତି, ଆଉ ମତେ ତୁମର ରବ ଶୁଣିବାକୁ ଦିଅ। ତେବେ ବାସ୍ତବରେ ସେଇ ରୂପ ବୋଇଲେ ଆମର ରୂପକୁ ଖାଲି ଦେଖିବାକୁ ଚାହାନ୍ତି କି? ନା ଆଜ୍ଞା ଆମ ହୃଦୟକୁ ଦେଖ। ଆମକୁ ହୃଦୟକୁ ଦେଖିବାକୁ ସେ ଚାହାନ୍ତି। ଆମେ କେତେ ମାତ୍ରାରେ ତାହାଙ୍କୁ ଆମେ ପ୍ରେମ କରୁଅଛୁ, ଆଉ କେତେ ମାତ୍ରାରେ ତାହାଙ୍କ ନିକଟରେ ପ୍ରାର୍ଥନା କରୁଅଛୁ। ତେବେ ଏହି ଗୋଟେ ବିଷୟ ଲେଖା ଅଛି, ମତେ ତୁମ ରୂପ ଦେଖିବାକୁ ଦିଅ, ମତେ ତୁମ ରବ ଶୁଣିବାକୁ ଦିଅ। ତେବେ ରବ କହିଲେ ଏଣେ ତେଣେ ଆମେ ରବ ଛାଡ଼ିଦେଲେ ହେଇଯିବ କି? ନା ଏବେ କିପରି ରବ ଛାଡ଼ିବା ଦରକାର ଅଛି? ଆମେ ଅନୁତାପର ସହିତ ଉର୍ଦ୍ଧ୍ୱ ମୁହଁ କରି ଈଶ୍ୱରଙ୍କ ଠାରେ ଆମେ ଆଣ୍ଠୁ ପାତି ପ୍ରାର୍ଥନା କରିବା ଦରକାର ଅଛି। ପ୍ରାର୍ଥନା କରିବା। ଆମେ କାନ୍ଦି କାନ୍ଦି ପ୍ରାର୍ଥନା କରିବା ଦରକାର ଅଛି। ତେବେ ସେଇ ଈଶ୍ୱର ଉର୍ଦ୍ଧ୍ୱରେ ଥାଇ ଆମ ମାନଙ୍କର ପ୍ରାର୍ଥନା ସବୁ ଶୁଣିବେ। ଆଉ ଯେବେ କାହାର ଜ୍ଞାନର ଅଭାବ ଥାଏ, ତେବେ ସେହିପରି ଲୋକମାନଙ୍କୁ ସେ ଜ୍ଞାନର ସେହିପରି ଜ୍ଞାନ ପ୍ରଦାନ କରିବେ। ସେ ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କାରଣ ତୁମ୍ଭ ରୂପ ସୁମିଷ୍ଟ ଓ ତୁମ୍ଭ ରୂପ ମନୋହର। ଦେଖନ୍ତୁ, ଆମେ ଯେତେବେଳେ ଈଶ୍ୱରଙ୍କ ନିକଟରେ କାନ୍ଦି କାନ୍ଦି ପ୍ରାର୍ଥନା କରୁଅଛୁ, ଆଉ ପ୍ରାର୍ଥନା ସୁମଧୁର ଲାଗୁଛି, ବହୁତ ମିଠା ଲାଗୁଛି ଆମର ପ୍ରାର୍ଥନା ଈଶ୍ୱରଙ୍କ ଛାମୁରେ। ଆଉ ତେବେ ଯେତେବେଳେ ଆମେ ଅନୁତାପ କରିନାହୁଁ, ତେବେ ସେ ପର୍ଯ୍ୟନ୍ତ ଈଶ୍ୱର ଆମ ମାନଙ୍କର ପ୍ରାର୍ଥନା ଶୁଣନ୍ତି ନାହିଁ। ଆଉ ଆମର ଯେହେତୁ ସୁମଧୁର ଆଉ ସୁମିଷ୍ଟ ପ୍ରଭୁଙ୍କୁ ଲାଗିନଥାଏ। ହାଲେଲୁୟା। ସେଥିପାଇଁ ଅନୁତାପ କରିବା ଦରକାର ଅଛି, ଆଉ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରି ପ୍ରାର୍ଥନା କରିବା ଆବଶ୍ୟକତା। ଯେହେତୁ ଆଉ ସମୟ ନାହିଁ ମୋର ପ୍ରିୟମାନେ, ଆଜିଠାରୁ ଆମେ ସମସ୍ତେ ଏକତ୍ର ହେବା, ଏକ ମନରେ ଏକ ଲୟରେ ଈଶ୍ୱରଙ୍କ ଛାମୁରେ ଯିବା ଆବଶ୍ୟକତା ଅଛି। ଆଉ ଅନ୍ତିମ ଯୁଗରେ ଯେପରି ନର୍କରେ ନ ପଡ଼ି ସ୍ୱର୍ଗରେ ଯେପରି ଯାଇପାରିବା, ସେଥିପାଇଁ ଲୁପ୍ତ ପ୍ରାୟ ବିଷୟ ସବୁକୁ ଆମେ ସବଳ କରିବା ଦରକାର ଅଛି। ଏହି ଅଳ୍ପ ଶିକ୍ଷାରେ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆମେନ୍।